ଆଜି ଯଦି ଏଇ ଜାଗାକୁ ନ ଆସିଥାନ୍ତି ଭାଇରେ ବହୁତ ବଡ ଚାନ୍ସଟେ ମିସ୍ କରିଦେଇଥାନ୍ତି। ଆଜି କଲେଜ ତରଫରୁ ଗୋଟେ ଜାଗାକୁ ଯିବାର ଥିଲା, ସେଥିପାଇଁ ମୁଁ ସକାଳୁ ସକାଳୁ ବାହାରି ବସରେ ଚାଲିଲି ସେ ଜାଗାକୁ। ତାପରେ ବସରୁ ଓହ୍ଲାଇବା ପରେ ଭୋକ ପ୍ରବଳ କରୁଥିଲା, ସେଥିପାଇଁ ମୁଁ ଟିକେ ପେଟ ପୂଜା କରିବା ପାଇଁ ଦହିବରା ଖାଇ ଦେଇଥିଲି। ତାପରେ ପହଞ୍ଚିଲି ମୋ ଡେଷ୍ଟିନେସନରେ, ଯୋଉଟାକି ବିସିଇଟି ବାଲେଶ୍ୱର ଥିଲା, ଯୋଉଠି ଏନ୍ଏସ୍ଏସ୍ ତରଫରୁ 3 ଦିନିଆ କ୍ୟାମ୍ପ ହେଉଥିଲା। ସେଠାରେ ପହଞ୍ଚି ରେଜିଷ୍ଟ୍ରେସନ କରିଥିଲି। ତାପରେ ସେମାନେ ମୋତେ ଗୋଟେ ଖାତା ଗୋଟେ ପେନ୍ ଦେଇଥିଲେ, ତାକୁ ନେଇ ପହଞ୍ଚିଥିଲି କ୍ୟାଣ୍ଟିନରେ। ସେଠି ବ୍ରେକଫାଷ୍ଟ କରିବା ପରେ ରିଟର୍ନ କରିଥିଲି କନଫରେନ୍ସ ହଲକୁ, ଯେଉଁଠି ଆମର ସବୁ ପ୍ରୋଗ୍ରାମ ହେବାର ଥିଲା। ତାପରେ ସମସ୍ତ ରିସର୍ଚ୍ଚ ପର୍ସନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପ୍ରେଜେନ୍ସରେ ପ୍ରୋଗ୍ରାମଟି ଷ୍ଟାର୍ଟ ହେଲା, ଯାହାକି ଡିଷ୍ଟ୍ରିକ୍ଟ ଲେଭେଲ ୟୁଥ ଲିଡରସିପ ପ୍ରୋଗ୍ରାମ ଥିଲା ଏନ୍ଏସ୍ଏସ୍ ତରଫରୁ। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସ୍ପିଚ୍ ପରେ ଫାଷ୍ଟ ଏଡ୍ ଟ୍ରେନିଂ ଦିଆଯାଇଥିଲା। ଯଦି ଜଣକୁ ହାର୍ଟ ଆଟାକ୍ ହେଉଛି କିମ୍ବା ତାର ନିଶ୍ୱାସ ପ୍ରଶ୍ୱାସ ଚାଲୁନାହିଁ, ତ କିପରି ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ କିମ୍ବା ମେଡିକାଲ ନେବା ପର୍ଯ୍ୟନ୍ତ ଆମେ ତାକୁ ବଞ୍ଚେଇ ରଖିପାରିବା ସେ ବିଷୟରେ ଟ୍ରେନିଂ ଦିଆଯାଇଥିଲା। ତାପରେ ଷ୍ଟାର୍ଟ ହେଇଥିଲା ଆମର ଇଭିନିଂ ସେସନ, ଯେଉଁଥିରେ ସଙ୍ଗ କମ୍ପିଟିସନ ହେଇଥିଲା, ଯେଉଁଠି ବାଲେଶ୍ୱରର ବିଭିନ୍ନ ଜାଗାରୁ ଆସିଥିବା ଏନ୍ଏସ୍ଏସ୍ ଭଲ୍ୟୁଣ୍ଟିୟର ମାନେ ତାଙ୍କର ଟ୍ୟାଲେଣ୍ଟକୁ ଶୋ କରିଥିଲେ। ତାପର ଦିନ କଣ ହେଲା ଜାଣିବେ ନେକ୍ସଟ ପାର୍ଟରେ।